ସମସ୍ତଙ୍କୁ ଜୟ ଶ୍ରୀରାମ। ଶ୍ରୀରାମ ମନ୍ଦିର ଅଯୋଧ୍ୟାରେ ପ୍ରଥମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ପ୍ରଭୁ ରାମଚନ୍ଦ୍ର ଆଜି ପରି ଦିନରେ ମନ୍ଦିରରେ ପ୍ରବେଶ କରିଥିଲେ। ସେଥିପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଚାଲନ୍ତୁ ଆଜି ଶୁଣିବା ପ୍ରଭୁ ରାମଚନ୍ଦ୍ରଙ୍କର ଜନ୍ମ ସମୟରେ କ'ଣ ସବୁ ଘଟିଥିଲା। ତାପରେ ପ୍ରଭୁ ରାମଚନ୍ଦ୍ରଙ୍କର ନାମ କାହିଁକି ରାମଚନ୍ଦ୍ର ହୋଇଥିଲା। ତାପରେ ଶୁଣିବା ପ୍ରଭୁ ହନୁମାନଙ୍କର ମନକୁ ଛୁଇଁଗଲା ବୋଲି ସୁନ୍ଦର କଥା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ପସନ୍ଦ ଆସିବ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା। ପ୍ରଭୁ ଶ୍ରୀରାମ ଚୈତ୍ର ଶୁକ୍ଳ ନବମୀ ତିଥି ମଙ୍ଗଳବାର ଦିନ ଜନ୍ମଗ୍ରହଣ କରିଥିଲେ। ସେଥିପାଇଁ ହନୁମାନଙ୍କର ପ୍ରିୟ ଦିନ ହେଉଛି ମଙ୍ଗଳବାର। ପ୍ରଭୁ ଜନ୍ମ ନେଲେ ଦିନ 12ଟା ସମୟରେ। ଶଙ୍ଖ ଚକ୍ର ଗଦା ପଦ୍ମ ଧରି ଜନ୍ମ ନେଇଥିଲେ। ଏହା ଦେଖି କୌଶଲ୍ୟା କହିଲେ, ବାପା ତୁମର ଏ ରୂପ ଦେଖିଲେ ଅନ୍ୟମାନେ ମନରେ ଅନେକ କିଛି ଭାବିବେ। ତେଣୁ ତୁମେ ବାଲକ ରୂପ ନେଇଯାଅ ଏବଂ 2 ହସ୍ତ ରଖି ଅନ୍ୟ 2 ହସ୍ତ ଅଦୃଶ୍ୟ କରିଦିଅ। ରାମ ବସ୍ତ୍ର ପିନ୍ଧି ଜନ୍ମ ହୋଇଥିଲେ। ମା କହିଲେ ବସ୍ତ୍ରକୁ ମଧ୍ୟ ପ୍ରତ୍ୟାହାର କରିନିଅ। ରାମ ତାହା ହିଁ କଲେ। ତାପରେ ଦ୍ୱାର ଖୋଲା ହେଲା। ସମସ୍ତେ ଆସି ଦର୍ଶନ କଲେ। ସ୍ୱର୍ଗରୁ ଦେବତାମାନେ ମଧ୍ୟ ଆସିଲେ। ଶିବ ଭଗବାନ ବାବାଜୀ ରୂପରେ ଆସିଲେ। କିନ୍ତୁ ତାଙ୍କ ଡମ୍ବରୁ ବାଜିଲା ନାହିଁ। ରାମ ଶିବଙ୍କୁ ଦେଖି ହସିଲେ। ତାପରେ ରାମଙ୍କ କଥାରେ ଡମ୍ବରୁ ବାଜିଲା। ସୂର୍ଯ୍ୟ ବଂଶରେ ଜନ୍ମ ନେଇଥିବାରୁ ସୂର୍ଯ୍ୟ ମଧ୍ୟ ଦର୍ଶନ କଲେ। କିନ୍ତୁ ଚନ୍ଦ୍ରମା ମନେ ମନେ ବହୁତ ଦୁଃଖିତ ହେଲେ। ରାମ ଜାଣିପାରି ଚନ୍ଦ୍ରମାଙ୍କୁ ବୁଝାଇଲେ, କାହିଁକି ତୁମେ ମନ ଦୁଃଖ କରୁଛ? ଚନ୍ଦ୍ର କହିଲେ, ସୂର୍ଯ୍ୟ ମଝି ଆକାଶରେ ରହିଲେ, ବାଟ ଛାଡ଼ିଲେ ନାହିଁ। ମୁଁ ଆପଣଙ୍କୁ ଦର୍ଶନ କରିପାରିଲି ନାହିଁ। ରାମ କହିଲେ, ତୁମେ ମନ ଦୁଃଖ କର ନାହିଁ। ମୋ ନାମ ସହିତ ତୁମ ନାମ ଯୋଡ଼ା ହେବ। ମୋତେ ସମସ୍ତେ ରାମଚନ୍ଦ୍ର ବୋଲି ଡାକିବେ। ତଥାପି ଚନ୍ଦ୍ର ଖୁସି ହେଲେ ନାହିଁ। ପୁଣି ରାମ କହିଲେ, ତୁମେ ଅପେକ୍ଷା କର। ମୁଁ ଦ୍ୱାପର ଯୁଗରେ ଚନ୍ଦ୍ର ବଂଶରେ ରାତି 12ଟାରେ ଜନ୍ମ ନେବି। ତୁମେ ମଧ୍ୟ ସୂର୍ଯ୍ୟଙ୍କୁ ବାଟ ଛାଡ଼ିବ ନାହିଁ। ଏହା ଶୁଣି ଚନ୍ଦ୍ରମା ଖୁସି ହେଲେ। ତେଣୁ ଶ୍ରୀରାମ ସୂର୍ଯ୍ୟ ବଂଶରେ ଜନ୍ମ ହୋଇଥିଲେ ମଧ୍ୟ ଚନ୍ଦ୍ରଙ୍କୁ ଖୁସି କରିବାକୁ ତାଙ୍କ ନାମ ସହିତ ଚନ୍ଦ୍ରଙ୍କ ନାମ ଯୋଡ଼ିଥିବାରୁ ପ୍ରଭୁଙ୍କୁ ଶ୍ରୀରାମଚନ୍ଦ୍ର ବୋଲି ଡାକିଥାନ୍ତି। ତାପରେ ଶୁଣିବା ହନୁମାନଙ୍କର ସୁନ୍ଦର କଥା। କଲି ଯୁଗରେ ହନୁମାନଙ୍କ ପୂଜା କରିବା ଲୋକଙ୍କ ପାଇଁ କଲ୍ୟାଣକାରୀ ହୋଇଥାଏ। ଯଦି ଜୀବନରେ ହନୁମାନଙ୍କର କୃପା ରହିଥାଏ ତେବେ ସମସ୍ତ କାମ ସଫଳ ହୋଇଥାଏ। ସାରା ବିଶ୍ୱରେ ରାମ ଭକ୍ତ ହନୁମାନଙ୍କର ଅନେକ ମନ୍ଦିର ରହିଛି, ଯେଉଁଠାରେ ଭଗବାନ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଲାଗି ରହିଥାଏ। ଏହା ମଧ୍ୟରୁ ଏକ ମନ୍ଦିର ହେଉଛି ମିର୍ଜାପୁରର ବିନ୍ଧ୍ୟାଚଳ ପର୍ବତ ଉପରେ ଅବସ୍ଥିତ ହନୁମାନ ମନ୍ଦିର। ହନୁମାନ ଅବିବାହିତ ନଥିଲେ ବରଂ ବିବାହିତ ଥିଲେ। ତାଙ୍କର ବିବାହ ସୂର୍ଯ୍ୟଦେବଙ୍କ ପୁତ୍ରୀଙ୍କ ସହିତ ହୋଇଥିଲା। ହନୁମାନ ସୂର୍ଯ୍ୟଦେବଙ୍କୁ ଗୁରୁ ଭାବରେ ସ୍ୱୀକାର କରିଥିଲେ। ସୂର୍ଯ୍ୟଦେବଙ୍କ ପାଖରେ 9ଟି ଦିବ୍ୟ ବିଦ୍ୟା ରହିଥିଲା। ଏହି ସବୁ ବିଦ୍ୟାର ଜ୍ଞାନ ହନୁମାନ ପ୍ରାପ୍ତ କରିବା ପାଇଁ ଚାହୁଁଥିଲେ। 9ଟି ଜ୍ଞାନ ମଧ୍ୟରୁ ସୂର୍ଯ୍ୟଦେବ ହନୁମାନଙ୍କୁ 5ଟି ବିଦ୍ୟା ଦେଇଥିଲେ। ହନୁମାନ ବ୍ରହ୍ମଚାରୀ ଥିଲେ, ତେଣୁ ଆଉ 4ଟି ବିଦ୍ୟା ଦେଇନଥିଲେ। ଏହି ସମସ୍ୟାର ନିରାକରଣ ପାଇଁ ସୂର୍ଯ୍ୟଦେବ ହନୁମାନଙ୍କୁ ବିବାହ ପାଇଁ ପରାମର୍ଶ ଦେଲେ। ତେଣୁ ବହୁତ ବୁଝାଇବା ପରେ
ହନୁମାନ ବିବାହ ପାଇଁ ପ୍ରସ୍ତୁତ ହେଲେ। ତାପରେ 4ଟି ବିଦ୍ୟା ପୁଣି ହନୁମାନଙ୍କୁ ଦେଇଥିଲେ। ସୂର୍ଯ୍ୟଙ୍କର ପୁତ୍ରୀ ସୁର୍ବଚଲା ହନୁମାନଙ୍କର ଧର୍ମପତ୍ନୀ ଥିଲେ। ଆଉ ସୂର୍ଯ୍ୟଦେବ ହନୁମାନଙ୍କର ଗୁରୁ। ବିବାହ ପାଇଁ ମନା କରିପାରିନଥିଲେ। ସେଥିପାଇଁ ସେ ବାଧ୍ୟ ହୋଇ ବିବାହ କରିଥିଲେ। ଯଦି ଆଜିର ରାମଚନ୍ଦ୍ରଙ୍କର ଜନ୍ମ ବିଷୟରେ ଏବଂ ହନୁମାନଙ୍କର ବିଷୟରେ ଯଦି ଭିଡ଼ିଓ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ରହୁଛି। ଜୟ ଶ୍ରୀରାମ।